ମିଶ୍ର ଗାଏବେ ବିଜେଡି ତାଙ୍କୁ ଏମିତି ଅଣଦେଖା କଲା ଯେ ତାଙ୍କର କିଛି ପ୍ରସ୍ତାବ ମିଳୁନି। ଶ୍ରୀମୟ ମିଶ୍ର କଥା କିଏ କହିଥିଲା? ଏଇ ଅଶୋକ ପଣ୍ଡା କହିଥିଲେ। ଅଶୋକ ପଣ୍ଡା କେଉଁ ହିସାବରେ କହିଥିଲେ ମୁଁ ଜାଣିନି, ତାଙ୍କୁ ପଚାରି। ଅପରାଜିତା ଷଡ଼ଙ୍ଗୀ ତ ଏବେ ବି ଅଛନ୍ତି ପାର୍ଲାମେଣ୍ଟ ସଦସ୍ୟ। ପରବର୍ତ୍ତୀ କାଳରେ ସେତେବେଳେ ଲୋକମାନେ ଉତ୍ସାହିତ ହେଇକିରି ବିଜେଡିର କ୍ୟାଣ୍ଡିଡେଟ୍କୁ ମଧ୍ୟ ପରାସ୍ତ କରିଥିଲେ। କଂଗ୍ରେସ ତ ଛାଡ଼ନ୍ତୁ, କଂଗ୍ରେସ ଟିକେଟ୍ ଦେଇନଥିଲା, ଗୋଟେ କମ୍ୟୁନିଷ୍ଟ ପାର୍ଟିକୁ ଲୋକଙ୍କୁ ଠିଆ କରାଇଥିଲେ, ତେଣୁ ସେ ଖୁବ୍ କମ୍ ଭୋଟ୍ ପାଇଥିଲେ। କଂଗ୍ରେସ ଭୋଟ୍ ମଧ୍ୟ ପଳେଇଗଲା ବିଜେପି ଆଡ଼ିକି। ଏଥର କିନ୍ତୁ ସେମିତି ହେବନି। ଏଥର ଯେଉଁ ତାଙ୍କର ଛାତ୍ର କଂଗ୍ରେସ ପିଲାଙ୍କୁ ଦେଇଛନ୍ତି ଏମ୍ପି ଟିକେଟ୍ ୟାସିର, ସେ ଜଣେ ନୂଆ ଭାବରେ ନୂତନ ପିଢ଼ିର ଯୁବକ ହୋଇପାରନ୍ତି, କିନ୍ତୁ ତାଙ୍କ ଭିତରେ ଯେଉଁ ନେତା ହେବାର ଆଭିମୁଖ୍ୟ ଯେଉଁ ଯାହା ରହେ ଲୋକର, ତାଙ୍କ ପାଖରେ ସେଇଟା ଅଛି। ତେଣୁ କଂଗ୍ରେସ ସେହି ଅନୁସାରେ କିଛି ଭଲ କରିବ, ନିଶ୍ଚୟ ଭଲ କରିବ। ଆଉ ଏଣେ ଆଶା ବାନ୍ଧିଛନ୍ତି ଯେ କଂଗ୍ରେସ ଯଦି ଭଲ କରିବ ବିଜେପି ନେଇଯିବ କି ବିଜେଡି ନେଇଯିବ, ଏଇ ଯେଉଁ ଆଶା ହେଉଛି। ସୁରବାବୁଙ୍କର ପୁଅ ବିଜେଡି ଟିକେଟ୍ ପାଇଛି, କିନ୍ତୁ ସେ ବି ନୂଆ କ୍ୟାଣ୍ଡିଡେଟ୍, ସେ ବିଜେଡ଼ିରେ କେବେ କାମ କରିନଥିଲେ, ନୂଆ ଆସିଛନ୍ତି କି ନା କଂଗ୍ରେସ ବି କେବେ କାମ କରିନଥିଲେ। ସେ ତାଙ୍କ ପରିଚୟଟା ସୃଷ୍ଟି ହେଇଛି ସୁର ରାଉତରାୟଙ୍କ ପୁଅ ହିସାବରେ। ତେଣୁ ସୁର ରାଉତରାୟଙ୍କ ପୁଅ ହିସାବରେ ଲୋକ କେତେ ଦିନ ଗ୍ରହଣ କରିକି ତାଙ୍କୁ ଭୋଟ୍ ଦେବେ ସେଇଟା ମୁଁ କହିପାରିବିନି, ଠିକଣା ଭାବରେ କହିପାରିବିନି। ତଥାପି ବିଜେଡି ଭୋଟ୍ ଅଛି, ସେ ବିଜେଡି ଭୋଟ୍ ବହୁତ ପାଇବେ। ୟା ମାନେ ନୁହଁ ଯେ ଅପରାଜିତା ଷଡ଼ଙ୍ଗୀ ହାରିଯିବେ କି କ'ଣ ହେବେ, ସେ କଥା ନୁହେଁ। ଗୋଟେ ବହୁତ ଭଲ ଲଢ଼େଇଟେ ହେବ। ଆଉ ଏ ଲଢ଼େଇରେ ଆପଣମାନେ ତ ଜାଣିଛନ୍ତି ବିଜେପି ବିଜେଡି ଯେଉଁ ଭାବରେ ଲଢ଼ୁଛନ୍ତି, ଯାହା କରୁଛନ୍ତି ସବୁ ଆପଣ ଜାଣିଛନ୍ତି। ତେଣୁକରି ତାଙ୍କ ଭିତରେ ସଲାସୁତରା ହେଇକି ଯଦି କିଛି କାର୍ଯ୍ୟକ୍ରମ କରିବେ, ମୋର କିଛି କହିବାର ନାହିଁ। ଏମାନଙ୍କ ଭିତରେ କିଏ ଜିତିବ ସଠିକ୍ ଭାବରେ ଆଜି ଡେଟ୍ରେ କହିବା ସମ୍ଭବ ହେଉନି। ଶ୍ରୀମୟ ମିଶ୍ର ଗାଏବେ ବିଜେଡି ତାଙ୍କୁ ଏମିତି ଅଣଦେଖା କଲା ଯେ ତାଙ୍କର କିଛି ପ୍ରସ୍ତାବ ମିଳୁନି। ଶ୍ରୀମୟ ମିଶ୍ରଙ୍କ କଥା କିଏ କହିଥିଲା? ଏଇ ଅଶୋକ ପଣ୍ଡା କହିଥିଲେ। ଅଶୋକ ପଣ୍ଡା କେଉଁ ହିସାବରେ କହିଥିଲେ ମୁଁ ଜାଣିନି, ତାଙ୍କୁ ପଚାରି ଜଣାପଡ଼ିଥିଲା। ଆପଣଙ୍କ ନବୀନ ବାବୁ ଆପଣଙ୍କୁ କହିଛନ୍ତି କହିବାକୁ, କି ମନୁ ମନ ଏମିତି କହିଦେଲେ, କ'ଣ ହେଲା ସେ ଜଣାପଡ଼ିଲାନି। ସେ ଗୋଟେ କଥାରେ ଉହ୍ୟ ରହିଗଲା। ତେଣୁ ଶ୍ରୀମୟ ମିଶ୍ର ଯେ ଏଇ ଯେଉଁ ଭୁବନେଶ୍ୱରର ପାର୍ଲାମେଣ୍ଟ କନଷ୍ଟିଟ୍ୟୁଏନ୍ସି ପାଇଁ ଜଣେ ଫିଟ୍ କ୍ୟାଣ୍ଡିଡେଟ୍, ସେ କଥା ଆଜି ଡେଟ୍ରେ ବୋଧେ କହିହେବନି। କାହିଁକିନା ତାଙ୍କ ଘର ସେ ବଲାଙ୍ଗୀର, ସେ କେଉଁଠି କ'ଣ ଗୋଟେ ଚେୟାରମ୍ୟାନ୍ ଫେୟାରମ୍ୟାନ୍ କେଉଁଠି ଥିଲେ, ତାମାନେ ସେମିତି କହିହେବନି। ତାମାନେ ବିଜେଡ଼ି ଯେଉଁ ଭାବୁଥିଲା ଯେ ଯେକୌଣସି ଲୋକକୁ ମୁଁ ଟମ୍ ଡିକ୍ ହ୍ୟାଣ୍ଡ ହ୍ୟାରି ଯାହାକୁ ଠିଆ କରିବି ସେ ଜିତିଯିବ, ସେ ସିଚୁଏସନ୍ ଆଜି ନାହିଁ। ଆଜି ବିଜେଡ଼ି ଯେଉଁ ପରିବର୍ତ୍ତନ କରୁଛି ବିଭିନ୍ନ ଜାଗାରେ, ତାର ଟିକେଟ୍ ପରିବର୍ତ୍ତନ, କ୍ୟାଣ୍ଡିଡେଟ୍ ପରିବର୍ତ୍ତନ କରୁଛି, ସେ ଦେଖିଲା ଯେ ସେ ଅବସ୍ଥା ମୋର ଆଉ ନାହିଁ। ନହେଲେ ଏଇ ଯେଉଁ ପୁରୁଣା ଯେଉଁମାନେ ଚାଲିପାରୁନାହାନ୍ତି, ଯେଉଁମାନେ କଥା କହିପାରୁନାହାନ୍ତି, ସେଇଭଳି ଲୋକଙ୍କୁ ନହେଲେ କ୍ୟାଣ୍ଡିଡେଟ୍ କରିନଥାନ୍ତା, ରିପିଟ୍ କରିନଥାନ୍ତା। ତେଣୁ ବିଜେଡ଼ି ଭିତରେ ମଧ୍ୟ ଭୟ ସୃଷ୍ଟି ହେଇଛି। ବିଜେଡ଼ି ମଧ୍ୟ ସେଇ ଖବର ପାଇଛି ଯେ ମୋ ଅବସ୍ଥା ଏତେ ଭଲ ନୁହେଁ, ସେଥିପାଇଁ ସେମାନେ ବିଜେପି ସହିତ ମଧ୍ୟ କମ୍ପ୍ରମାଇଜ୍ କରି ରଖିଛନ୍ତି। ଆଗାମୀ ଦିନରେ କ'ଣ ହେବ ସେ କଥା କହିହେବନି। ଏବେ ଆପଣ ଦେଖୁଛନ୍ତି ଗୋଟେ ଜୁଏଲରାମଙ୍କର ଗୋଟେ ଦେଖୁଥିଲି ବିଟ୍ରିଭ୍ୟୁ, ସେ କହୁଛନ୍ତି ବିଜେପି ସରକାର କରିବ, ଏମାନେ କହୁଛନ୍ତି ବିଜେପି ସରକାର କରିବ। ସେ କେଉଁ ଟାଣରେ କହୁଛନ୍ତି? ତାମାନେ ଏମିତି ଗୋଟେ କିଛି ଚିନ୍ତାଧାରା ତାଙ୍କ ଭିତରେ ରହିଛି, ସଲାସୁତରା ରହୁଛି, ସେମାନେ ମିଶି ମିଳିକିରି କରିବେ କି କମ୍ ଦିନ ଭିତରେ ବିଜେଡ଼ିଟାକୁ ଭାଙ୍ଗିକିରି ଏମାନେ କରିବେ, କ'ଣ ଗୋଟେ ହେଇଛି। ନହେଲେ ଏମିତି ଭାବରେ ବିଜେପି କହନ୍ତା ନାହିଁ ଯେ ମୁଁ ଏଠି ସରକାର କରିବି, ଏଇ ଦୃଢ଼ତା ତାଙ୍କ ଭିତରେ ପ୍ରକାଶ ପାଆନ୍ତା ନାହିଁ। ଯେ ଯାହା ଆମେ ଦେଖୁଛୁ, ଯାହା ଆନାଲିସିସ୍ କରୁଛୁ। ତେଣୁ ବିଜେଡ଼ି ବି କମଜୋର ହେଇଛି, ବିଜେପି ତ ଓଡ଼ିଶାରେ କମଜୋରରେ ଅଛି। ତେଣୁ ଏମାନେ ମିଳିମିଶିକିରି କିଛି କାର୍ଯ୍ୟକ୍ରମ କରିବେ ବୋଲି ମୁଁ ଆଶା କରୁଛି। ଆଉ ଗୋଟେ ଯେଉଁ ବିଧାୟକ ଇଏ ଥିଲେ ବାୟା ଜେନାଙ୍କଠୁ ଆରମ୍ଭ କରିକି ଅନେକ ସେ ସମସ୍ତେ କୁଆଡ଼େ ବି ଅଚାନକ ଗାୟବ ହେଇଗଲେ, ଯେତେବେଳେ ଟିକେଟ୍ ହେଇଥିଲା। ସେମାନେ ପରବର୍ତ୍ତୀ କାଳରେ ତାଙ୍କ ଭିତରେ ମେଣ୍ଟ ଯଦି ବୁଝାମଣା ହେଇଯିବ ମୁଁ କହିପାରୁନି, ନହେଲେ
जो मैंने असंतुष्ट रहिले से बीजेपी हो कि बीजेडी हो तांको पई आंतरघाती कार्य से निश्चय करेंगे एथरे कौन सन्देह ना जदि भर पैचअप होगा कौन सी बाटर एपर्त है ना एपर्तंत है क्या भितर पैचअप है जदि होगला भल कथा जदि नहला जदि नहला आंकर बीजेडी बहुत जगह लुज कर से अनुसार बीजेपी बीजेपी असंतुष्ट बीजेपी को विभिन्न भाव में हैरान करने चेष्टा कर କିନ୍ତୁ ଏତେ ଲଢ଼େଇ କରୁଥିଲେ ଲୁଚୁ ମହାସୁଆର ଯେମିତି ନିଜ ସ୍ୱାଧୀନ ଭାବରେ ଛିଡ଼ା ହେଲେ ତାହେଲେ ବାୟା ଜେନା ହରିଆ କାହିଁକି ଛିଡ଼ା ହେଲେନି ସେମାନେ କୁଆଡ଼େ ଅଚାନକ ଉଭା ହେଇଗଲେ କୁଆଡ଼େ ଗାୟବ ହେଇଗଲେ କ'ଣ ପାଇଁ कथा हूँ लिटू महासुर तांकर स्वाभिमान थिला से लड़िया पे चेष्टा करते निजे लड़ीकी किसी संगठन अच्छी बायाजाना का भी किसी संगठन अच्छी किंतु बायाजाना संगठन बीजेडी से जो बुनु जेना भाया संगठन ना अल्प किसी संगठन अच्छी बीजेडी टिकेट बायाजाना पाई जाते से जीतिक आसता भल होता किंतु बुनु जो कौन अनंत जेना जो टिकेट पाइले मुझे कहली बोधे या पूर्व जस्ट कहली कि बीजेडी बोधे डरीगला से सब रिपीट करदेला आ गोटे रिस्क ना चाहिए ना ना एमती भाई जो सुजोग एम एमती भाव रखी न था निश्चय नुआ नुआ कैंडिडेट दे था से हो पारा ना।